এই মধ্যপুরর মা মানে মা লক্ষ্মীଙ୍କର ପୂଜା କରିଛନ୍ତି ଦେବସୀ। ମାର୍ଗଶିର ମାସରେ ଯେତେ ଗୋଟି ଗୁରୁବାର ପଡେ ନା ଦେବସୀ, ସବୁ ଗୁରୁବାର ଦିନ ସକାଳୁ ମା ମାନେ ଉଠିବେ, ଗୋମୟ ଆଣିବେ, ଘର ଦୁଆର ଗୋମୟରେ ଲିପିବେ, ନୂଆ ବସ୍ତ୍ର ପିନ୍ଧି ଗାଧୋଇ ପାଧୋଇ ମା ଲକ୍ଷ୍ମୀଙ୍କର ପୂଜା କରନ୍ତି ଦେବସୀ। ଯେଉଁ ମା ମାନେ ମାର୍ଗଶିର ମାସର ଗୁରୁବାର ଦିନ ମା ଲକ୍ଷ୍ମୀଙ୍କର ପୂଜା କରନ୍ତି, ସେଇ ମା ମାନଙ୍କର ଘରୁ କେବେ ହେଲେ ଲକ୍ଷ୍ମୀ ଯାଆନ୍ତି ନାହିଁ। ସଦା ସର୍ବଦା ମା ମାନେ ସୌଭାଗ୍ୟବତୀ ହୋଇ ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଥାନ୍ତି। ଜାଣିଛ ଦେବସୀ, ମାଙ୍କର ଆଉ ଗୋଟେ ବ୍ରତ ଅଛି। ଆଉ କେଉଁ ବ୍ରତ ରହିଅଛି ମୁନିବାର? ହଁ, ସବୁଠାରୁ ଆଦ୍ୟ ଗୁରୁବାର ପ୍ରଧାନ, ସେହି ବାର ମାନ ଲକ୍ଷ୍ମୀଙ୍କର ପ୍ରିୟ ଜଣ। ଯେଉଁ ଦିନ ଶୁକ୍ଳ ଦଶମୀ ଗୁରୁବାର ମାଙ୍କର ଆଉ ଗୋଟେ ବ୍ରତ ଅଛି, ତା ନାମ ହେଉଛି ସୁଦଶା ବ୍ରତ। ସୁଦଶା ବ୍ରତ? ହଁ ଦେବସୀ, ସୁଦଶା ବ୍ରତ ମା ମାନେ ଅତି ଭକ୍ତିରେ କରନ୍ତି। ନିଶ୍ଚୟ ମୁନିବାର। ତାହେଲେ ଦେବସୀ ମୁନିବାର, ତୁମେ ମାଙ୍କର ଚରିତ୍ର ଶୁଣିବାକୁ ଚାହୁଁଛ? ନିଶ୍ଚୟ ମୁନିବାର, ତାହା ମତେ ବୁଝାଇ କୁହନ୍ତୁ। ଧନ୍ୟ ଦେବସୀ, ଯେଉଁମାନେ ମା ଲକ୍ଷ୍ମୀଙ୍କର ଚରିତ୍ରକୁ ଶୁଣନ୍ତି, ସେଇ ମା ମାନେ କେତେ ଧନ୍ୟ ହୋଇଥାନ୍ତି ଦେବସୀ। ନିଶ୍ଚୟ ମୁନିବାର। ଧନ୍ୟ ତୁମ୍ଭେ ଆଜି ମନ ମଲାଇଛ ମାଙ୍କର ଚରିତ୍ର ଶୁଣିବାକୁ। ସେଇ ବୃକ୍ଷ ମୂଳକୁ ଚାଲ ଦେବସୀ। ସେଇ ବୃକ୍ଷ ମୂଳରେ ମାଙ୍କର ଚରିତ୍ର ମୁଁ ତୁମକୁ ବୁଝାଇ କହିବି। ନିଶ୍ଚୟ ମୁନିବାର। କିପରି ମା ଲକ୍ଷ୍ମୀଙ୍କର ଅଭିଶାପରୁ ଜଗତର ନାଥ ଜଗନ୍ନାଥ 12 ବର୍ଷ ଯାଏ ଭିକ୍ଷା ବୃଦ୍ଧି କରିଥିଲେ। ଯାହା ଦ୍ୱାରକୁ ଯାଉଥିଲେ ସ୍ୱୟଂ ଭଗବାନଙ୍କୁ କିଏ ଭିକ୍ଷା ଦେଉନଥିଲେ। ମୁନିବାର, ଚାଲ ହିଁ ଦେବସୀ, ସେଇ ବୃକ୍ଷ ମୂଳରେ ଅତି ଭକ୍ତିରେ ଶୁଣିବ ମା ଲକ୍ଷ୍ମୀଙ୍କର ଚରିତ୍ର। ମୁଁ ତୁମକୁ ବୁଝାଇ କହିବି। ତାହେଲେ ଚାଲନ୍ତୁ ମୁନିବାର। ଚାଲନ୍ତୁ ଦେବସୀ। श्रीमन